ସନୁ ଆଜି ଆସିଛି ତା ମାମୁଁ ଘରୁ ଆଜି ଆମ ଘରକୁ, କାହିଁକି ନା ଆଜି ହଉଛି ସନୁର ଜନ୍ମଦିନ। ଆଉ ଡେରି ନକରି ମାଢିଆ ଭିତରେ ଅଟାକୁ ପକେଇକି ମୁଁ ଦଳିବାକୁ ଲାଗିଲି। ଦେଇର ମୋର ସୁନୁର ଏବେ ବସିଯାଇଛୁ ଗୁଲି ବନେଇବା ପାଇଁ, କାରଣ ପୁରୀ ଛଙ୍କା ଯିବ। ଆଉ ଏପଟେ ନନା ସତ୍ୟନାରାୟଣ ପୂଜା କରିବା ପାଇଁ ତାଙ୍କର ଜିନିଷ ଗୁଡାକ ସବୁ ସଜଉଥିଲେ। ଚୁଲି ଉପରେ କରେଇ ଭିତରେ ଡାଲମା ବି ରେଡି ହଉଥିଲା। ଆଉ ଏପଟେ ନନା ପୂଜା ଆରମ୍ଭ କରିଲେଣି। ଆଉ ଡେକୋରେସନ ପାଇଁ ବେଲୁନ ଗୁଡାକ ସବୁ ଫୁଙ୍କି ଦେଇକି ଏପଟେ ସେପଟେ କରି ଫିଙ୍ଗି ଦିଆଯାଇଛି। ଦେଇ ଜିନାର ସାଙ୍ଗ ଜିନା 3 ଜଣ ମିଶିକି ସବୁ କେକ୍ କାଟୁଥିବା ବ୍ୟାକଗ୍ରାଉଣ୍ଡ କୁ ପୁରା ସଜେଇଲେଣି। ଆମ ସାହିର ଛୋଟ ଛୋଟ ପିଲାମାନେ ସବୁ ଆସିକି ଲାଇନ କରିକି ପିଣ୍ଡାରେ ବସିଗଲେଣି। ତ ମୁଁ ଏବେ ଆସିଛି କେକ୍ ଦୋକାନକୁ କେକ୍ ନବା ପାଇଁ। ଆଉ ମୁଁ କନଫ୍ୟୁଜ ଅଛି କୋଉ କେକ୍ ଟା ନେବି। ତ ଫାଇନାଲି ଆମ କେକ୍ କିଣା ସରିଗଲା। ଆଉ ବାଇ ହାତରେ ମୁଁ ସବୁ ଜିନିଷ ଗୁଡାକ ଧରେଇ ଦେଇଛି। ଆଉ ଏପଟେ ଆସିକି ଦେଖିଲା ବେଳକୁ ପୁରୀ ବେଲା ସହିତ ପୁରୀ ଛଙ୍କା ବି ଚାଲିଛି। ଆଉ ଟିକେ ଆଗକୁ ଯାଇକି ଦେଖିଲା ବେଳକୁ ବାଇଆ ଦେଇ ସୁନୁ ବେଲୁନ ଫୁଙ୍କିକି ସବୁ ସଜେଇବାରେ ଲାଗି ପଡିଛନ୍ତି। ଯୋଉଟା ସତ କଥା ହେଲା ମତେ ପୁରୀ ବେଲିବା ଜମାରୁ ବି ଆସେନି, ତାପରେ ବି ମୁଁ ଯାଇକି ମଝିରେ ବସିକି ପୁରୀ ବେଲୁଛି। ତ ଫାଇନାଲି ଟେବୁଲ ଉପରେ ବେଲୁନ ମଝିରେ କେକ୍ ଚାରିପଟେ ସବୁ ପିଲାମାନେ ବୁଲୁଛନ୍ତି। ଆଉ ଡେରି ନକରି ସନୁ ଆମର କେକ୍ କାଟିବାକୁ ଲାଗିଲା। ଆଉ ସରୋଜ ଆମର ସବୁ ସ୍ପ୍ରେ ଗୁଡାକ ମୋ ଉପରକୁ ଫିଙ୍ଗୁଛି। କେକ୍ କାଟିବା ସମୟରେ ପିଲାମାନେ ଆମର ବହୁତ ଏନ୍ଜୟ କରୁଥିଲେ। ଆପଣ ମାନେ ଦେଖିପାରୁଥିବେ ସରୋଜ ମୋ ମୁହଁରେ ସ୍ପ୍ରେ ମାରିକି ଦାଣ୍ଡରେ ଭିକାରୀ ଭଳିଆ କରିଦେଇଛି। ବାଇଆ ମୁହଁରେ କିଏ ମେଞ୍ଚେ କେକ୍ ଲଗେଇ ଦେଇଛି। ବାଇଆ କହୁଛି ଏମିତି କାହାଣୀ କେମିତି ହେଲା। ଫାଇନାଲି ଏବେ ମୋର ସବୁ କାମ ସରିଗଲା। ଆଉ ପିଲାମାନେ ସବୁ ଖାଇକି ବି ନିଜ ନିଜ ଘରକୁ ପଳେଇଲେଣି। ମୁଁ ବବୁଲୁ ରହିଲି, ବାଏ, ଜୟ ଜଗନ୍ନାଥ।